ଆଜିର ଅନୁଚିନ୍ତା ସବୁ କଥାରେ ଉତ୍ତ୍ୟକ୍ତ ହୋଇ ରାଗିବା ବା ଜିଦି ଧରିବା ଭଲ ନୁହେଁ, କାରଣ ଏହି ରାଗ ଆଉ ଜିଦି ଜୀବନଠାରୁ ଅତି ନିଜର ଲୋକମାନଙ୍କୁ ହିଁ ଅଲଗା କରିଦିଏ। ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ କେବେ ଅନ୍ୟକୁ ମୂର୍ଖ ଭାବିବାରେ ମୂର୍ଖତା କେବେ କରନ୍ତୁ ନାହିଁ, କାରଣ ଈଶ୍ୱର ସମସ୍ତଙ୍କୁ କିଛି ନା କିଛି ଦକ୍ଷତା ଦେଇଛନ୍ତି। ସମସ୍ୟା ଏକ ଉପହାର। ବିନା ସମସ୍ୟାରେ ଆଗକୁ ବଢ଼ିଲେ ନୂତନ ସ୍ୱାଦ ମିଳିପାରିବ ନାହିଁ। ଅଧିକାଂଶ ଲୋକ ସଫଳ ହୁଅନ୍ତି କାରଣ ସେମାନେ ଛୋଟ ଛୋଟ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ, ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି। ସ୍ୱତନ୍ତ୍ର ଓଡ଼ିଶା ନ୍ୟୁଜ୍ ତରଫରୁ ମୁଁ ଦେବାଶିଷ। ଜୟ ଜଗନ୍ନାଥ।